ମକର ରାଶି ପାଇଁ ଜୁନ୍ ମାସର ରାଶିଫଳ ମିଶ୍ରିତ ଫଳଦାୟକ ରହିବ। ମକର ରାଶିଜାତ ବ୍ୟକ୍ତି କ୍ୟାରିୟର ଅଥବା କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଉଚିତ ହେବ। ଜୟ ଜଗନ୍ନାଥ। ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2025 ମସିହା ଜୁନ୍ ମାସରେ ମକର ରାଶିର ଦଶମ ଭାବ ତୁଳା ରାଶିର ଅଧିପତି ଶୁକ୍ର ମହାଗ୍ରହ ମକର ରାଶିର ଚତୁର୍ଥ ଭାବ ମେଷ ରାଶିରେ ରହି ନିଜ ଘର ଦଶମ ଭାବ ତୁଳା ରାଶି ଉପରେ ଦୃଷ୍ଟି ପ୍ରଦାନ କରୁଥିବାରୁ ଏବଂ ବୃହସ୍ପତି ମହାଗ୍ରହଙ୍କର ଦୃଷ୍ଟି ମଧ୍ୟ ତୁଳା ରାଶି ଉପରେ ରହୁଥିବାରୁ ଜୁନ୍ ମାସ ସାରା ମକର ରାଶି ବ୍ୟକ୍ତିଙ୍କର କର୍ମକ୍ଷେତ୍ର ପ୍ରଶସ୍ତ ରହିବ। ଚାକିରି କରୁଥିଲେ ଦୃଢ଼ତା ଓ ଦକ୍ଷତାର ସହିତ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବେ। ଚାକିରି କ୍ଷେତ୍ରରେ ସହକର୍ମୀମାନେ ସହଯୋଗ ପ୍ରଦାନ କରିବେ। କେବଳ ଶନିଙ୍କ ଯୋଗୁଁ କର୍ମକ୍ଷେତ୍ରରେ ଆଳସ୍ୟ ପରାୟଣ ହୋଇପାରନ୍ତି ସିନା, କିନ୍ତୁ ନିଜ କର୍ମରେ ସାଧୁତା ଓ ସ୍ପଷ୍ଟତା ଆଣିପାରିବେ। ନୂତନ ଭାବେ କର୍ମାରମ୍ଭ ପାଇଁ ଚିନ୍ତା କରୁଥିବା ମକର ରାଶି ଜାତ ବ୍ୟକ୍ତିଙ୍କ ପାଇଁ କର୍ମ ଆରମ୍ଭ କରିବା ପାଇଁ ବର୍ତ୍ତମାନ ସମୟଟି ବଡ଼ ଚମତ୍କାର ସମୟ ହେବ। ମକର ରାଶିଜାତ ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ କରୁଥିଲେ ଏ ମାସଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ମାସର ପ୍ରଥମ ସପ୍ତାହରେ ମକର ରାଶିର ସପ୍ତମ ସ୍ଥାନ କର୍କଟ ରାଶିରେ ନୀଚ ଭାବରେ ଅବସ୍ଥାନ କରିଥିବା ମଙ୍ଗଳ ବାଣିଜ୍ୟ ବେପାରରେ ଶୁଭ ଫଳ ପ୍ରଦାନ କରିବ ନାହିଁ। ବ୍ୟବସାୟରେ କ୍ଷତିର ସାମନା କରିବାକୁ ପଡ଼ିପାରେ। କିନ୍ତୁ ଜୁନ୍ ମାସର 22 ତାରିଖରେ ବାଣିଜ୍ୟିକ ଗ୍ରହ ବୁଧ ସପ୍ତମ ଭାବ କର୍କଟ ରାଶିରେ ପ୍ରବେଶ କଲେ ବାଣିଜ୍ୟ ବେପାରରେ ଉନ୍ନତି ଆସିବ। କିଣାବିକା ଭଲ ଭାବରେ ଚାଲିପାରିବ। ଆର୍ଥିକ କ୍ଷେତ୍ରରେ ପୂର୍ବରୁ କରିଥିବା ପୁଞ୍ଜି ନିବେଶରୁ ଭଲ ରକମର ରିଟର୍ଣ୍ଣ ପାଇପାରିବେ। ଏହି ସମୟରେ ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଇନ୍ସୁରାନ୍ସ ଏବଂ ବ୍ୟାଙ୍କିଂ ପ୍ରଭୃତି ଆର୍ଥିକ ସେକ୍ଟରରେ ଅର୍ଥ ବିନିଯୋଗ କଲେ ଭବିଷ୍ୟତରେ ଭଲ ରିଟର୍ଣ୍ଣ ପାଇବାର ସମ୍ଭାବନା ଅଛି। ମକର ରାଶି ପାଇଁ ଜୁନ୍ ମାସର ଆର୍ଥିକ ସ୍ଥିତି ବିଚାରକୁ ନେଲେ ଜଣାଯାଏ, ମକର ରାଶି ଓ ମକର ରାଶିର ଦ୍ୱିତୀୟ ଧନଭାବର ଅଧିପତି ଶନି ଧନଭାବର ଧନଭାବ ତୃତୀୟ ଭାବରେ ରହି ମକର ରାଶିର ଧନଭାବକୁ ପରିପୁଷ୍ଟ କରୁଛନ୍ତି। ପୁଣି ମକର ରାଶିର ଦ୍ୱିତୀୟ ଧନଭାବରେ ଅବସ୍ଥାନ କରିଥିବା ରାହୁ ଆକସ୍ମିକ ଭାବେ ମକର ରାଶିକୁ ବିପୁଳ ଅର୍ଥ ପ୍ରଦାନ କରିପାରନ୍ତି। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ମକର ରାଶିର ଷଷ୍ଠ ଭାବରେ ପ୍ରବେଶ କଲେ ସେ ମଧ୍ୟ ଧନ ପ୍ରଦାୟକ ଗ୍ରହ ହେବେ। ସରକାରୀ ସ୍ତରରୁ ଅର୍ଥଲାଭ ହେବାର ସୂଚନା ମିଳୁଅଛି। ଜୁନ୍ ମାସର ପ୍ରଥମ ସପ୍ତାହ ପରେ ମକର ରାଶିର ଆୟଭାବର ଅଧିପତି ମଙ୍ଗଳ ସିଂହ ରାଶିରେ ରହି ନିଜ ଘର ଆୟଭାବ ଉପରକୁ ଦୃଷ୍ଟି ଦେଉଥିବାରୁ ସରକାରୀ ଠିକାଦାରୀ, ନିର୍ମାଣ କାର୍ଯ୍ୟ ଏବଂ ରିଏଲ ଇଷ୍ଟେଟ୍ ବ୍ୟବସାୟ କରୁଥିବା ମକର ରାଶିଜାତ ବ୍ୟକ୍ତି ବିପୁଳ ଧନଲାଭ କରିବାର ସମ୍ଭାବନା ରହିଅଛି। ପ୍ରେମ ସମ୍ପର୍କ ବା ଲଭ୍ ଲାଇଫରେ ଥିବା ମକର ରାଶି ଜାତକଙ୍କ ପାଇଁ ଜୁନ୍ ମାସଟି ମିଶ୍ରିତ ଫଳଦାୟକ ରହିବ। ମାସର ପ୍ରଥମାର୍ଦ୍ଧରେ ମକର ରାଶିର ପଞ୍ଚମ ସ୍ଥାନରେ ଅବସ୍ଥିତ ରବି ଓ ବୁଧ ଏହି କ୍ଷେତ୍ରରେ ଭଲ ଫଳ ପ୍ରଦାନ କରୁଥିଲେ ମଧ୍ୟ ମକର ରାଶି ଅଧିପତି ଶନିଙ୍କର ଏହି କ୍ଷେତ୍ରକୁ ଦୃଷ୍ଟି ପ୍ରଦାନ
ରହୁଥିବାରୁ ସମୟ ସମୟରେ ମନ ଭିତରେ ଅଯଥା ସନ୍ଦେହ ସୃଷ୍ଟି କରାଇବ, କିନ୍ତୁ ଆପଣଙ୍କ ପାର୍ଟନର ବୁଦ୍ଧି ବଳରେ ସେହିସବୁ ସମସ୍ୟାକୁ ସମାଧାନ କରିଦେଇ ପାରିବେ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମକର ରାଶି ପାଇଁ ଜୁନ୍ ମାସ ସେତେଟା ଭଲ ଫଳ ନ ଦେବାର ବିଶେଷ ସମ୍ଭାବନା ରହିଅଛି। ମକର ରାଶିର ସପ୍ତମ ସ୍ଥାନରେ ଅବସ୍ଥିତ ମଙ୍ଗଳ କର୍କଟ ରାଶିରେ ନୀଚ ଅବସ୍ଥାରେ ରହିଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିବ। ଜୁନ୍ 7 ତାରିଖରେ ମଙ୍ଗଳ କର୍କଟ ରାଶିର ଅଷ୍ଟମ ଭାବ ସିଂହ ରାଶିରେ ପ୍ରବେଶ କଲେ ଅପରପକ୍ଷର କଟୁ କଥା ବଡ଼ ଅସହ୍ୟ ହେବ। ମଙ୍ଗଳ ମହାଗ୍ରହ ଦାମ୍ପତ୍ୟ ଜୀବନରେ ସର୍ବ ଅମଙ୍ଗଳର କାରଣ ହୋଇଥିବାରୁ ଦମ୍ପତିଙ୍କ ଭିତରେ କଳି ଝଗଡ଼ା ଲାଗି ହାତାହାତି ପର୍ଯ୍ୟନ୍ତ କଥା ଗଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ମକର ରାଶି ପାଇଁ ଜୁନ୍ ମାସର ରାଶିଫଳ ଅନୁସାରେ ସ୍ୱାସ୍ଥ୍ୟ କମଜୋର ରହିବାର ସମ୍ଭାବନା ରହିଅଛି। ତୃତୀୟ ଭାବସ୍ଥ ମକର ରାଶି ଅଧିପତି ଶନି ପରାକ୍ରମ ଦେବେ ସତ, କିନ୍ତୁ ବଡ଼ ଆଳସ୍ୟ ପରାୟଣ କରାଇବେ। ତେଣୁ ଆଳସ୍ୟ ତ୍ୟାଗ କରି ନିଜକୁ ଆକ୍ଟିଭ ରଖିଲେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିବାର ସମ୍ଭାବନା। ମାସର ପ୍ରଥମ ସପ୍ତାହରେ ମଙ୍ଗଳ ଅଷ୍ଟମ ସ୍ଥାନରେ କେତୁଯୁକ୍ତ ଭାବରେ ଅବସ୍ଥାନ କଲେ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ସମସ୍ୟା ଦେଖାଦେଇପାରେ। ଏହାଛଡ଼ା ଆକସ୍ମିକ ଦୁର୍ଘଟଣାର ମଧ୍ୟ ଶିକାର ହୋଇପାରନ୍ତି। ଏତ ଗଲା ମୋଟାମୋଟି ଭାବରେ ମକର ରାଶି ପାଇଁ ଜୁନ୍ ମାସର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମକର ରାଶିଜାତ ବ୍ୟକ୍ତି ଦେବଦେବ ମହାଦେବଙ୍କର ଅଭିଷେକ କରାନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ଶରୀର ଆରୋଗ୍ୟ ରହିବା ସହିତ ଦୁର୍ଘଟଣାରୁ ରକ୍ଷା ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।